ବି କହିବେ କେହି ଯଦି ଏ ଘରେ ଭୁଲ କରୁଛି ତାହେଲେ ତାକୁ କଠୋରରୁ କଠୋର ଶାସ୍ତି ମିଳୁଛି, ତା ପାଇଁ ଟିକେ ବି କ୍ଷମା ନାହିଁ। କିନ୍ତୁ ପଣ୍ଡିତର ପୁଅ ମାଙ୍କଡ଼ ମାରିଲେ ଦୋଷ ଥିଲା ବୋଲି ପଲ୍ଲବୀର ସବୁ ଦୋଷ ମାଫ। ତାପରେ ମାୟା କହିବେ ଦିଦି ତୁ କ'ଣ କହିବାକୁ ଚାହୁଁଛୁ? ତାପରେ ରୁବି କହିବେ ଘରେ ପୂଜାର ଆୟୋଜନ ଚାଲିଛି ତ ପଲ୍ଲବୀ ମ୍ୟାଡମଙ୍କ ପାଇଁ ତାଙ୍କ ଡ୍ୟୁଟି ଇମ୍ପୋର୍ଟାଣ୍ଟ। ସକାଳୁ ସକାଳୁ ଘରୁ ଏବେ ବାହାରି ଯିବେ ଯେ କେତେବେଳେ ଆସିବେ ସେ କଥା କିଏ ଜାଣେ। ଘରୁ ବାହାରି ଗଲା ପରେ ସତକୁ ସତ ଡେରି ରାତି ପର୍ଯ୍ୟନ୍ତ ଡ୍ୟୁଟି କରୁଛି ନା ଆଉ କ'ଣ ସେ କଥା ତ ଭଗବାନଙ୍କୁ ଜଣା। ତାପରେ ଦାଦିମା ରାଗରେ କହିବେ ହେ ଚୁପ୍ କର, ପାଟି ପୁରା ବନ୍ଦ। ପଲ୍ଲବୀ ସମାଜର ଭଲ କରିବା ପାଇଁ ଡ୍ୟୁଟି କରିବାକୁ ଯାଉଛି। ତୋ ଝିଅ ସୁକୁଟି ଭଳିଆ କୋଉ କ୍ଲବ କି ଡିସ୍କୋରେ ଯାଇ ମଦ ପିଇକିରି ଥେଇ ଥେଇ କରି ନାଚିବା ପାଇଁ ନୁହେଁ। ତୁ ଦେଖିବୁ ବାହାର କାମ କରିବା ସହିତ ପୂଜା ପାଇଁ ତାକୁ ଯୋଉ ଯୋଉ କାମ ଦିଆହେଇଛି ସେ ସବୁ କାମ ଠିକ୍ ଠିକ୍ରେ କରିବ। ଅହନ୍ତା କଲା ଭଳି ସବୁବେଳେ ତା ପଛରେ ପଡ଼ନି କି ସକାଳୁ ସକାଳୁ ମୋ ମୁଣ୍ଡଟାକୁ ତୁ ଖାଆନି। ଏମିତି କହି ଦାଦିମା ମମତା ପାଖକୁ ଯାଇ କହିବେ ମମତା ତୋ ସାଙ୍ଗରେ ମୋର ଟିକେ କାମ ଅଛି, ଚାଲ ତୁ ମୋ ସାଙ୍ଗରେ। ତୁ ସାହାଯ୍ୟ କରିବୁ ତ ମତେ? ତାପରେ ମମତା କହିବେ ସାହାଯ୍ୟ କାହିଁକି ପିଇସୀମା, ଆପଣ ବାସ୍ ମତେ ଅର୍ଡର ଦିଅନ୍ତୁ, ମୁଁ ସବୁ କାମ କରିଦେବି। ତାପରେ ଦାଦିମା ମାୟାକୁ କହିବେ ଏ ମାୟା ତୁ ତୋର ଖାଇବା ଚୋରଣୀ ଭଉଣୀକୁ ଟିକେ ବୁଝା। ତା ମୁଣ୍ଡରେ ନା ଗୋବର ଭର୍ତ୍ତି ହେଇଛି, ଗୋବର। ତାର ଭାଗ୍ୟ ଭଲ ଯେ ମୁଁ ତାକୁ ଲାତ ମାରିକିରି ଏ ଘରୁ ବାହାର କରିଦେଇନି। ତାପରେ ମମତା କହିବେ ପିଇସୀମା କ'ଣ କହୁଥିଲେ ପରା କାମ ଅଛି, ଚାଲନ୍ତୁ ଯିବା। ତାପରେ ଦାଦିମା କହିବେ ହଉ ଆସେ। ତାପରେ ରୁବି କହିବେ ମତେ ସିନା ଲାତ ମାରି ଏ ଘରୁ ବାହାର କରିଲେନି, ମୋ ଭାଗ୍ୟ ଭଲ, କିନ୍ତୁ ୟାକୁ ଦେଖିଲା ପରେ କ'ଣ କହିବେ ପିଇସୀମା ଦେଖନ୍ତୁ। ତାପରେ ମାୟା କହିବେ ରହ ଦିଦି, ଖବରଦାର ତୁ ସେମିତି କିଛି ବି କରିବୁନି। ତାପରେ ଦାଦିମା ମମତାକୁ କହିବେ ଚାଲ ମମତା, ଏ ଖାଇବା ଚୋରଣୀ ମତେ କ'ଣ ଦେଖେଇବ, ଚାଲ ମ। ଏମିତି କହି ଦି ଜଣ ଚାଲିଯିବେ। ତାପରେ ରୁବି ମାୟାକୁ କହିବେ ତୁ ମତେ ଅଟକେଇଲୁ କାହିଁକି ମାୟା? ମୁଁ ଯାହା କରୁଛି ତୋ ଭଲ ପାଇଁ କରୁଛି, କିନ୍ତୁ ବୋଧହୁଏ ମୁଁ ସତ କହୁଛି, ସେଇଥିପାଇଁ ମୋ କଥା ସମସ୍ତଙ୍କ ଦେହରେ କଣ୍ଟା ଭଳି ଫୋଡ଼ି ହେଇଯାଉଛି, ଏମିତିକି ତୋ ଦେହରେ ବି। କିନ୍ତୁ ଗୋଟେ କଥା ମନେ ରଖ ମାୟା, ସତ ସବୁବେଳେ ସତ। ମିଠା ମିଠା କଥା କହି ସମସ୍ତଙ୍କ ଆଖିରେ ଧୂଳି ଦେଇ ପଲ୍ଲବୀ ତା ନିଜ ହିସାବରେ ତା କାମ ହାସଲ କରୁଛି। ମମତା ଓ ପିଇସୀମା ସେ ଦି ଜଣଙ୍କୁ ହାତ କରି ସେ ତତେ ଶେଷ କରିବାକୁ ଚାହୁଁଛି, ଖାସ୍ ତାରି ପାଇଁ ସମସ୍ତଙ୍କ ସାମ୍ନାରେ। ପିଇସୀମା ତତେ ଇନସଲ୍ଟ କଲେ, ସିଏ ହିଁ ତତେ ମମତା ପାଖକୁ ଯାଇ ମମତା ପାଖରେ ମୁଣ୍ଡ ନୁଆଇବାକୁ ବାଧ୍ୟ କରିଦେଲା। ଏମିତି କହି ରୁବି ସଞ୍ଜୀବ ଆଉ ପଲ୍ଲବୀର ଫଟୋ ଦେଖେଇବେ ଆଉ କହିବେ ଏସବୁ ଫଟୋ ହେଉଛି ପଲ୍ଲବୀର ଅସଲ ରୂପ। ଡ୍ୟୁଟି ନାଁରେ ବାହାରେ ବୁଲି ସେ କୋଚିଂ ମାଷ୍ଟର ସହିତ ରୋମାନ୍ସ କରୁଛି, ସେଇଥିପାଇଁ ତ ଆଦର୍ଶକୁ ପଚାରୁନି, ଆଉ କାଲେ ଧରା ପଡ଼ିଯିବ, ସେଇଥିପାଇଁ ବହୁତ ଚାଲାକରେ ନୀଲମକୁ ୟୁଜ୍ କରୁଛି ସିଏ। ତାପରେ ମାୟା କହିବେ ନୀଲମକୁ? ତାପରେ ରୁବି କହିବେ ହଁ ମାୟା ହଁ, ଝଟକା ଲାଗିଲା ନା ତତେ? ମତେ ବି ସେଦିନ ଠିକ୍ ଏମିତି ଝଟକା ଲାଗିଥିଲା ଯୋଉଦିନ ପଲ୍ଲବୀ ରାତି ଅଧରେ ସଞ୍ଜୀବକୁ ସାଙ୍ଗରେ ଧରି ଏ ଘରକୁ ଆସିଥିଲା ଆଉ ନୀଲମ ହାତରେ ଚା ଦେଇ ସେ ସଞ୍ଜୀବ ରୁମକୁ ପଠେଇଥିଲା। ୟା ପଛରେ ପଲ୍ଲବୀ କେତେ ବଡ଼ ଚାଲାକି ଥିଲା କିଛି ବୁଝିପାରିଲୁ ନା ନାହିଁ? ସଞ୍ଜୀବକୁ ନେଇ ତା ନିଜ ଉପରେ କଲଙ୍କ ଲାଗିବାରୁ ବଞ୍ଚିବା ପାଇଁ ସେ ନୀଲମକୁ ସଞ୍ଜୀବ ରୁମକୁ ପଠେଇଥିଲା ଆଉ ସେ ନୀଲମକୁ ବଦନାମ କରିବା ପାଇଁ ପ୍ଲାନ୍ କରୁଥିଲା। ମୋର ତ ଭାଗ୍ୟ ଭଲ, ମୁଁ ତ ସେ ସଞ୍ଜୀବ ରୁମରେ ନୀଲମକୁ ଦେଖିଦେଲି ଆଉ ତୁରନ୍ତ ନୀଲମକୁ ଟାଣି ଆଣି ମୋ ରୁମ୍ ଭିତରକୁ ରଖିଦେଲି, ନହେଲେ ସେଦିନ କଥା ସରିଥିଲା। ମାୟା ଭାଗ୍ୟ ଭଲ, ନୀଲମକୁ ବଞ୍ଚେଇ ଦେଲି ମୁଁ। ମୋ କଥା ମାନ ମାୟା, ଏ ଫଟୋ ସବୁ ପିଇସୀମାଙ୍କୁ ଦେଖେଇ ଦେ, ଏବେ ବି ସେ ପଲ୍ଲବୀର କାମ ତମାମ କରିଦେବେ। ନେ ଭଲ କରି ଦେଖ, ଟାଇମ ବି ଦେଖ ମାୟା, କେତେବେଳେ ସକାଳୁ ସକାଳୁ କେତେବେଳେ ସନ୍ଧ୍ୟା ବେଳେ। ଏ ଫଟୋ ବି ଦେଖ ମାୟା, କେମିତି ରାତି ଅଧରେ ମନ୍ଦିରରେ ସଞ୍ଜୀବ କାନ୍ଧରେ ମୁଣ୍ଡ ଦେଇ ବସିଛି, ଯେମିତି ଆଦର୍ଶ ନୁହଁ, ସଞ୍ଜୀବ ହେଉଛି ତାର
ଇହକାଲ ପରକାଲର ଦେବତା। ଏମିତି ଝିଅ ଘରେ ସ୍ୱାମୀ ଥାଉ ଥାଉ ପରପୁରୁଷ ସାଙ୍ଗରେ ଲିପ୍ତ, ସିଏ କ'ଣ କେବେ ମହାପାତ୍ର ଖାନଦାନର ବୋହୂ ହେବାକୁ ଯୋଗ୍ୟ କହ?